ଦ୍ୱାଦଶ ଗଳ୍ପ ଚାହିଁଛି ତୁମ ଫେରିବା ବାଟକୁ। ଲେଖକ ଏବଂ ଭଏସ୍ ଆର୍ତ୍ତବନ୍ଧୁ ସ୍ୱାଇଁ। ଅନନ୍ୟା ଏବଂ ବୈଶାଖୀ ଅନ୍ତରଙ୍ଗ ସହପାଠିନୀ। ବେଶ ପୋଷାକ, ଶିକ୍ଷା ଦୀକ୍ଷା, ଚାଲିଚଳନ ତଥା ସଂସ୍କାରରେ ଏକ ଆରେକ ବଳି। ବିଦ୍ୟାଳୟର ଶିକ୍ଷା ଆରମ୍ଭଠାରୁ ମହାବିଦ୍ୟାଳୟ ସମାପ୍ତି ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ଭରପୁର ଥିଲା। ଦୁହିଁଙ୍କର ଅଭିଳାଷ ମଧ୍ୟ ଥିଲା ସମାନ। ବ୍ୟାଙ୍କରେ ଚାକିରି କରିବେ ଏବଂ ଏହି ଲକ୍ଷ୍ୟରେ ଦୁହେଁ ପ୍ରସ୍ତୁତି ବଜାୟ ରଖିଥିଲେ। ସେ ସଫଳ ହୋଇଥିଲା। ଦୁଇ ସହପାଠିନୀଙ୍କର ତାଦୃଶ୍ୟ ନିବିଡ଼ ସମ୍ପର୍କ ଦୁହିଁଙ୍କ ପରିବାର ମଧ୍ୟରେ ଆଣିଦେଇଥିଲା ଅତି ନିବିଡ଼ତା। ଅନନ୍ୟା ଘରେ ନଥିଲା ବେଳେ ତା'ର ବାପା ମା ଭାବନ୍ତି ସେ ନିଶ୍ଚୟ ବୈଶାଖୀ ଘରେ ଥିବ। ବୈଶାଖୀ ଘରେ ନଥିଲା ବେଳେ ତା'ର ବାପା ମା ଭାବନ୍ତି ସେ ନିଶ୍ଚୟ ଅନନ୍ୟା ଘରେ ଥିବ। ଦୁଇ ପରିବାରର ଏପରି ଭାବନା ମଧ୍ୟ ସତ୍ୟ ହୋଇଥାଏ। ଅନନ୍ୟାର ଜ୍ୟେଷ୍ଠ ଭାଇର ନାମ ଆରାଧ୍ୟ। ନିଜ ଭଉଣୀ ଅନନ୍ୟାକୁ ଯେତିକି ଭଲ ପାଏ ଆରାଧ୍ୟ, ବୈଶାଖୀକୁ ମଧ୍ୟ ସେତିକି ଭଲ ପାଏ। ବେଳେବେଳେ ଅନନ୍ୟା, ବୈଶାଖୀ ଓ ଆରାଧ୍ୟ ମଧ୍ୟ ଅନନ୍ୟା ଘରେ ଏକତ୍ର ଖାଇ ମଜା କରନ୍ତି। ଅନାବିଳ ଥିଲା ଏମାନଙ୍କର ସମ୍ପର୍କ। ଅନନ୍ୟା ଓ ବୈଶାଖୀ ଚାକିରି ପାଇବା ଦିନ ଆରାଧ୍ୟ ଉଭୟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲା। ତିନିହେଁ ମିଶି ଖୁସି ମନେଇଥିଲେ। ବୈଶାଖୀର ଚାକିରି ହେବାର ଆନନ୍ଦ ବେଶୀ ଅନୁଭବ କରିଥିଲା ଆରାଧ୍ୟ। ଧୀରେ ଧୀରେ ବୈଶାଖୀ ପ୍ରତି ତା'ର ଦୁର୍ବଳତା ପରିଲକ୍ଷିତ ହେଲା। ବୈଶାଖୀକୁ ବିବାହ କରିବାକୁ ମନସ୍ଥ କଲା। ଅନନ୍ୟା ମଧ୍ୟ ବଡ଼ ଭାଇର ପ୍ରସ୍ତାବକୁ ବୈଶାଖୀକୁ ଜଣାଇ ତା'ର ସହମତି ନେଲା। ସୌଭାଗ୍ୟରୁ ଆରାଧ୍ୟ ଚାକିରି ପାଇଲା ଗୋଟିଏ କମ୍ପାନୀର ମ୍ୟାନେଜର ପଦରେ। ବୈଶାଖୀ ସହିତ ତା'ର ବିବାହ ପ୍ରସ୍ତାବକୁ ଦୃଢ଼ରୁ ଦୃଢ଼ତର କରିଥାଏ ଅନନ୍ୟା। ସହପାଠିନୀ ଅନନ୍ୟାକୁ ଅତୁଟ ବିଶ୍ୱାସ କରି ବିଭାଘରର ଦିନ ସ୍ଥିର କରାଗଲା। ତିନି ଜଣଙ୍କର ଚାକିରି 6 ମାସ ପରେ ଏସବୁ ଶୁଭଲଗ୍ନକୁ ସ୍ୱୀକୃତି ଦେଇ ଆରାଧ୍ୟ ଚାକିରିକୁ ଚାଲିଯାଏ। ଭଉଣୀ ଅନନ୍ୟାକୁ କଥା ଦେଇଯାଏ, ସ୍ଥିରୀକୃତ ଦିନର ମାସକ ପୂର୍ବରୁ ଘରକୁ ଫେରିବ। ବୈଶାଖୀ ପାଇଁ ସୁନାହାର, ଦାମୀ ଶାଢ଼ୀ ଆଦି କିଣି ଆଣିଥିବ। ବୈଶାଖୀକୁ ଏସବୁର ସମ୍ବାଦ ମଧ୍ୟ ଜଣାଇ ଦେଇଥାଏ ଅନନ୍ୟା। ବିବାହର 1 ମାସ ଥାଏ ଅନନ୍ୟା ଭାଇ ସହିତ ବିବାହ ବିଷୟରେ ଆଲୋଚନା କରୁଥାଏ। ବୈଶାଖୀ ସହିତ ମଧ୍ୟ ଆଲୋଚନା କରୁଥାଏ। ବାରମ୍ବାର ଭାଇକୁ ଶୁଣାଉଥାଏ, ଅନନ୍ୟା ଭାଇ, ତୁମ ଫେରିବା ବାଟକୁ ମୁଁ ଚାହିଁଛି। ବିଭାଘର ଆଉ ମାତ୍ର 4 ଦିନ ଥାଏ। ଆରାଧ୍ୟ ନ ଫେରିବା ଦେଖି ଫୋନ କରେ ଅନନ୍ୟା, ଭାଇ, ବିଭାଘର ଆଉ 4 ଦିନ ରହିଲା, ତୁମେ ଫେରିଲନି। ବୈଶାଖୀ ମଧ୍ୟ ତୁମ କଥା ବାରମ୍ବାର ପଚାରୁଛି। ତାଙ୍କ ପରିବାର ଏବଂ ଆମ ପରିବାର ଚିନ୍ତାଗ୍ରସ୍ତ। ମୁଁ ତୁମ ଫେରିବା ବାଟକୁ ଚାହିଁଛି। ଆରାଧ୍ୟ ଗମ୍ଭୀର ଭାବରେ ଉତ୍ତର ଦେଲା, ମୋର ବାହାଘର ସରିଗଲାଣି। କମ୍ପାନୀ ମାଲିକର ଝିଅ ସହିତ ମୋର 8 ଦିନ ପୂର୍ବରୁ ବାହାଘର ସରିଯାଇଛି। ଅନନ୍ୟା କେବଳ ଏତିକି କହିଲା, ମୁଁ ତୁମ ଫେରିବା ବାଟକୁ ଚାହିଁ ରହିଛି, ଅଥଚ ତୁମେ ଏଇଆ କଲ ଭାଇ। ରାକ୍ଷୀ ବାନ୍ଧିଥିଲି ବୋଲି ତୁମେ କ'ଣ ମୋତେ ଏଇ ଉପହାର ଦେଲ? ମୋ ସହପାଠିନୀ ପାଖରେ ମୋତେ ବିଶ୍ୱାସଘାତକୀ କରିଦେଲ। ଫୋନ୍ କାଟିଦେଲା।